ମାଳିକା ବର୍ଣ୍ଣିତ କଟକର ନିମ୍ପୁଠାରେ ଶୂନ୍ୟ ବ୍ରହ୍ମ ଆଶ୍ରମରେ 120 ଜଣ ସାଧୁସନ୍ତଙ୍କର ସମାଗମ। କେଉଁଝର ଜିଲ୍ଲା କୁଶଳେଶ୍ୱର କୋଶେଇ ନଦୀଠାରୁ ଘଟଗାଁ ତାରିଣୀ ପୀଠ ଦେଇ ମାଳିକା ବର୍ଣ୍ଣିତ କଟକର ନିମ୍ପୁର ସ୍ଥିତ ଶୂନ୍ୟ ବ୍ରହ୍ମ ଆଶ୍ରମଠାରେ ଆଶ୍ରୟ ନେବା ସହିତ ଅନେକ ସଂକୀର୍ତ୍ତନ ମଣ୍ଡଳୀ ମଧ୍ୟ ଏହି ସାଧୁସନ୍ତଙ୍କ ପଦଯାତ୍ରାରେ ସାମିଲ ହୋଇଥିଲେ। ପ୍ରକାଶ ଥାଉ କି ଶୂନ୍ୟବ୍ରହ୍ମ ଆଶ୍ରମ ବିଷୟରେ ମାଳିକା ବର୍ଣ୍ଣିତ ବୋଲି କୁହାଯାଉଛି। ଏହି ଶୂନ୍ୟବ୍ରହ୍ମ ଆଶ୍ରମର ପୁରୋଧା ଶ୍ରୀ ବାୟା ବାବାଙ୍କୁ ଶ୍ରୀ ହୃଦୟାନନ୍ଦ ପର୍ବତ ଆଜ୍ଞା ଆସିଲା କି ମହାନଦୀ କୂଳେ ଥିବା ନିମ୍ପୁରଠାରେ 120 ଜଣ ସାଧୁସନ୍ଥ ଶୂନ୍ୟବ୍ରହ୍ମ ଆଶ୍ରମରେ ପହଞ୍ଚିବେ। ବାୟା ବାବା ସେହି 120 ଜଣ ସାଧୁସନ୍ଥ ଓ ସଂକୀର୍ତ୍ତନ ମଣ୍ଡଳୀଙ୍କର ସେବା ନିମନ୍ତେ ଶୂନ୍ୟବ୍ରହ୍ମ ଆଶ୍ରମରେ ପ୍ରସାଦ ସେବନ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ପାଇଁ ଡାକ୍ତରୀ ସେବା ମଧ୍ୟ ହେମନ୍ତ କୁମାର ଭରଦ୍ୱାଜଙ୍କ ଦ୍ୱାରା ଯୋଗାଇ ଦେଇଛନ୍ତି। ରାତ୍ରି ଯାପନ ପରେ ସୂର୍ଯ୍ୟ ଉଦୟ ହେବା କ୍ଷଣି ସମଗ୍ର ସାଧୁସନ୍ଥ ମହାନଦୀରେ ସ୍ନାନ କରି ଗଡ଼ଗଡ଼ିଆ ମନ୍ଦିର ଦର୍ଶନ କରି ପୁରୀ ଅଭିମୁଖେ ପଦଯାତ୍ରା କରିବେ ବୋଲି ଜଣାପଡ଼ିଛି। ଏଥିଲାଗି ଶୂନ୍ୟବ୍ରହ୍ମ ଆଶ୍ରମର ପୁରୋଧା ଶ୍ରୀ ବାୟା ବାବା ଓ ତାଙ୍କର ଅନେକ ଭକ୍ତ ସାଧୁସନ୍ତଙ୍କର ସେବାରେ ଲାଗି ପଡ଼ିଥିଲେ। ଏହି ପଦଯାତ୍ରାର ଉଦ୍ଦେଶ୍ୟ ହେଉଛି କାର୍ତ୍ତିକ ମାସ ପୁଣ୍ୟର ମାସ, ଯାହା ପୁରାଣରେ ବର୍ଣ୍ଣିତ ଅଛି। ଭାଗବତ ବଞ୍ଚିଲେ ଭାରତ ବଞ୍ଚିବ, ଭାରତ ବଞ୍ଚିଲେ ମାନବ ସମାଜ ବଞ୍ଚିବ ବୋଲି ଶ୍ରୀ ବାୟା ବାବା କହନ୍ତି। ପ୍ରଭୁ ଶ୍ରୀ ଚୈତନ୍ୟ ପ୍ରଥମେ ଏହି ସ୍ଥାନରେ ପହଞ୍ଚି ଏହି ସ୍ଥାନର ନାମକୁ ନେଇଥିଲେ ନିମପୁର ବୋଲି ଏବଂ ଏହିଠାରୁ ନଦୀ ପାର କରି ଗଡ଼ଗଡ଼ିଆଠାରେ ପହଞ୍ଚିଥିଲେ ଏବଂ ଆନନ୍ଦରେ ମହାନଦୀର ବାଲିରେ ଗଡ଼ିଥିଲେ, ଯାହାକି ଗଡ଼ଗଡ଼ିଆ ନାମରେ ନାମିତ। ଏବଂ ଏହି ନିମପୁର ଶୂନ୍ୟବ୍ରହ୍ମ ଆଶ୍ରମ ହେଉଛି ସାଧୁସନ୍ତଙ୍କର ଆଶ୍ରମ, ଯାହାକି ମାଳିକାରେ ବର୍ଣ୍ଣିତ ଅଛି ଏବଂ ସୂଚାଇ ଦେଉଛି କି ଏ ସ୍ଥାନ ସାଧାରଣ ସ୍ଥାନ ନୁହେଁ। ଭାରତ ବର୍ଷ ମୁନି ଋଷି ଓ ସାଧୁସନ୍ତଙ୍କର ଦେଶ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ ଏବଂ ଜନସାଧାରଣଙ୍କ ମତରେ ଭାଗ୍ୟରେ ଥିଲେ ସାଧୁସନ୍ତଙ୍କର ଦର୍ଶନ ଓ ଆଶୀର୍ବାଦ ମିଳିଥାଏ ବୋଲି କୁହାଯାଇଥାଏ। ଇଏ ହେଉଛି ମାଳିକା ବର୍ଣ୍ଣିତ ମଠ, ଯାହା ପୂର୍ବରେ ଅଚ୍ୟୁତାନନ୍ଦ ଗୋସ୍ୱାମୀ କହିଥିଲେ। କଟକ ଚୌଦାର ଆନିକଟ ତଳେ ମହାନଦୀ ବାଲି କୁଦ ସିଦ୍ଧି ପୁରୁଷ ଏକମଳ ହେବେ ଆରମ୍ଭିବେ ମୁକ୍ତି ଯୁଦ୍ଧ। ସେ ପୁଣି କହିଛନ୍ତି, ଟାକି ରହିଛନ୍ତି ଭକତେ ଚାରି ଦିଗୁଅ ନାହିଁ, ମହାନଦୀ କୂଳେ ମହାଜେ ମିଳନ ହେବା ପାଇଁ ରାମଦାସକୁ କହିଲେ। ଇଏ ନଦୀ ଏଭଳି ପ୍ରସିଦ୍ଧ ନଦୀ, ମହାନଦୀ ବୋଲି ଆଉ କୋଉଠି ନଦୀ ନାହିଁ ବିଶ୍ୱରେ। ନଦୀ ଅଛି, ମହାନଦୀ, ମହାନତା ଯେମିତି ମହାସାଗର, ସେମିତି ମହାନତା ଏ ନଦୀ ଉପାର୍ଜନ କରିଥିବାରୁ ଆ ନାଁ ହେଉଛି ମହାନଦୀ। ତେଣୁ ଇଏ ପୂର୍ବେ ଥିଲା ଦେବସୁର ନଦୀ, ଦେବତା ମାନେ ଯୋଉଠି ଗାଧଉଥିଲେ, ତାପରେ ହେଲା ହିରଣ୍ୟ ଗର୍ଭା ମହାନଦୀ, ତାପରେ ବର୍ତ୍ତମାନ ଡାକୁଛନ୍ତି ଏଇଟା ହଉଛି ମହାନଦୀ ବୋଲି କହୁଛନ୍ତି। ସେଇ ଅଚ୍ୟୁତାନନ୍ଦ ଗୋସ୍ୱାମୀ କହିଲେ ଯେ ମହାନଦୀ ଚିତ୍ତ ଯେ ଯମୁନା ଆବର, ମହାନଦୀ ଯେ ଗଙ୍ଗା ନୀର, ଚିତ୍ତ ଯେ ଯମୁନା ଆବର, ହଂସ ବାହିନୀ ସରସ୍ୱତୀ, ହଂସୁଆ ନଦୀ ନାମେ ଖ୍ୟାତି। ଏଇଠି ତିନୋଟି ନଦୀ ସଙ୍ଗମ ହେଇଛି, ଯୋଉଟା କି କାଠଯୋଡି, ମହାନଦୀ ଆଉ ବିରୂପା। ଇଏ ତିନୋଟି ନଦୀ ସମ୍ମିଳିତ ଏଇ ଜାଗାରେ ହେଇଛି। କିନ୍ତୁ ଏ ଜାଗାର ମହାନତାକୁ ଆପଣ ମାନେ ଯଦି ଅନୁଭବ କରନ୍ତି, ଆଜିକି 700 ବର୍ଷ ତଳେ ଲେଖି ଯାଇଥିଲେ ମହାପୁରୁଷ। ଆଜି ଏ କଥା ଅଳ୍ପ ଅଳ୍ପ ସତ୍ୟ ହେବାକୁ ଯାଉଛି। ପୁଣି ଆଗାମୀ ଦିନରେ କଣ ହେଇପାରେ ଆମେ ତ କହିପାରିବୁନୁ। ଏଇ କଥାକୁ ମୁଁ ଅନୁଭବ କରୁଛି। ସମସ୍ତଙ୍କୁ ଭଗବାନ ଚେତନା ଦିଅନ୍ତୁ ଆଉ ସତ୍ ଭାବନା ହୃଦୟରେ ରହୁ, ଯେମିତି ସବୁବେଳେ ପରିଷ୍କାର ହଉ, ତା ଦାମ୍ପତ୍ୟ ଜୀବନ ସୁଖ ହଉ, ଆଉ ସୁଖମୟ ସୁଖ ସବୁ ଜଗନ୍ନାଥ ତାକୁ ଅଜାଡ଼ି ଦିଅନ୍ତୁ। ଆମ ଦେଶ ଭାରତ, ଆମ ଠାକୁର ଜଗନ୍ନାଥ, ଆମ ଶାସ୍ତ୍ର ହେଉଛି ଭାଗବତ। ଏଇ ଚେତନା ରହିଥିବା ଦରକାର ଆମକୁ। ଭାଗବତ ବଞ୍ଚିଲେ ଭାରତ ବଞ୍ଚିବ, ଭାରତ ବଞ୍ଚିଲେ ସଂସ୍କୃତି ବଞ୍ଚିବ, ସଂସ୍କୃତି ବଞ୍ଚିଲେ ମାନବ ବଞ୍ଚିବେ, ମାନବ ବଞ୍ଚିଲେ ମାଧବଙ୍କ ସେବା କରିବେ। ଏଇ ନ୍ୟାୟରେ ଆମେ ସବୁ। ପ୍ରଣାମ। ବିଶ୍ୱଜିତ ସୂର୍ଯ୍ୟବଂଶୀ, କଟକ।
कौन कहे आज साधु सन्तर जगार एकत्रित हवा से परिप्रेक्षी कौन कहे प्रकृत क्षेत्र में जो कथाटी मालिकार थिला महानदी कूले बटवृक्ष मूले शून्य ब्रह्म आश्रम प्रकृत आश्रम विभिन्न कार्यक्रम हुए भागवत है आमर लक्ष्य भागवतर प्रचार प्रसार एवं भागवत रही बंचिले भारत बंचिब भारत बंचिले मनीष बंचिबे मनीष बंचिले संस्कृति बंचिब यह आमर लक्ष्य यार पुरोधा हेले आमर श्रीमद बाया बाबा जहाँकि मालिकार वर्णित अच्छी तेणुकरी आम ए पीठरे समस्ते श्री जगन्नाथ चरणाश्रित हुई बाबांकर आज्ञा आम काम करूँ एठी आमर जो पुरातन परंपरा थिला साधु संत माने गाँ गाँ बुलुतिले सनातन धर्मर प्रचार प्रसार करुतिले जहाँ फल कि मानव समाजर उन्नति मानव समाजर तार से केमिति घर करिवो केमिति बंचिबो आउ भग ईश्वरंकर सेवा केमिति करिवो से विषय रे अनेक आलोचना पर्यालोचना साधु संत माने करुतिले जहाँ एबे भी सही परंपरा बजाय रही जे तारिणी पीठरू बाबा को आज्ञा हला से 120 जन साधु संत को धरी पादरे चली चली प्रभु श्री जगन्नाथ पाखक जीवे तेणुकरी तांको आज्ञा होता यही मठरे से रात्रि यापन करेंगे तेणुकरी यही कारण जो आज 120 जन साधु संत ए मठरे आसी पहुँची तेणुकरी तांकर सेवा श्रीमद श्री बाय बाबा द्वारा एठार अनुष्ठित होउची आमे माने केवल कार्यवाहक आउ तांकर सेवा करी आमे आनंदित। ये कटक सहर जगतपुर ये महानदी तटरे मालिका लिखन ये स्थान जार तत्वावधारक हेले पूज्य बाबा बाया ये सब किंवदंतीर कथा रही आज देखु 200 ऊर्ध समस्ते चली चली प्राय साधु सन्त 100 केते किलोमीटर मारसला जी 110 ना केते 140 जिबे जिबे जगन्नाथ पुरी धाम को से माने जिबे प्रदक्षिण करिया पाई 110 किलोमीटर चली चली आसी जगतपुर पहुंचती ये बटरे ये आश्रम रे बाबा बाया आश्रम रे पुरी रे पहुंचबे अणा लबी दिन पहुंचबे ये केवल साधु पीठ ए पीठर महात्मा जे न आसो सी जापर ना ये गोटे अलौकिक शक्तिर पीठ ये जहाँ मालिकार वर्णित अच्छी तेणु समस्त चिंताधारा धार्मिक चिंताधारा आड़ को दिन को दिन गला पूज्य बाबा बाया चिंताधारा जो शिष्य माने गोटे भाई भौणी बापा माँ भाई भाई संपर्क रे बंधी जाइछन्ति हजार हजार संख्यार समस्त शिष्य मन भितर नहीं आविड़ता मन भितर केवल धार्मिक चेतना पूर्वतन विधायक भाव जेहेतु चौद्वार कटक आनिकट स्थले ए महानदी तटरे ये बट ये हूँ मालिका लिखन तेणु यार महात्मा भावुची पूज्य बाबा बाया से दिगरे सुंदर भाव वर्णना कले आपण माने बुझीपारे राज्यवासी जानीपारे भारतवासी जानीपारे ये जगार महत्व कौन तेणु आम सब अनुभव करूँ आसूची वार्षिक प्रत्येक वर्ष ये पूरा सम्मेलन चले प्रत्येक दिन पाखापाखि 10,000 जनसाधारण समागम रहे साधु सन्त भारत वर्षर ओडिशा राज्य विभिन्न कोणरू आसते ये गोटे चले 5 दिन धरी सम्मेलन चले साधु सम्मेलन तेणु जगार महत्व यथेष्ट रही प्रभु पाखे ये कामना करवा समस्त चिंताधारा गोटे धार्मिक चिंताधारा रो सुस्थ समाज गठन हो समस्ते भलरे रुहतु ये धारा समस्ते गले सुस्थ समाज ही गठन करें।